ଆଜି ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ରହିବ ଆମର ନଜର। ଓଡ଼ିଶାରେ 7.6 ଲକ୍ଷରୁ ଅଧିକ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନେଇ ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତବର୍ଷ ତୁଳନାରେ ଚଳିତ ବର୍ଷ ସରକାରୀ କର୍ମଚାରୀଙ୍କ ଉପରେ ଭ୍ରମଣ 21% ବୃଦ୍ଧି ପାଇଛି। ଏହାକୁ ନେଇ ଗୃହରେ ଉଦ୍ବେଗ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ଓ କୁଆପଥର ମାଡ଼ ହେବାର ସମ୍ଭାବନା। ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ କମାଇବା ପାଇଁ ସରକାରଙ୍କ ପାଖରେ ଦାବି କଲା ବିଜୁ ଜନତା ଦଳ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ 2025ରୁ ମାର୍ଚ୍ଚ 2026 ମଧ୍ୟରେ ରାଜ୍ୟର ଭୋଟର ତାଲିକାକୁ ପ୍ରାୟ 7,68,000 ନାମ ବାଦ୍ କରିଦିଆଯାଇଛି। ସେଥିମଧ୍ୟରୁ 2 ଲକ୍ଷରୁ ଅଧିକ ଭୋଟରଙ୍କ ମୃତ୍ୟୁ ଘଟିବା ବେଳେ ଅନ୍ୟମାନେ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ କାରଣରୁ ବାଦ୍ ପଡ଼ିଛନ୍ତି। ଏପରି ପାଣିପାଗ ବିଷୟରେ କହିବାକୁ ଗଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତା 2 ଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାକୁ 40ରୁ 50 କିଲୋମିଟର ପ୍ରତି ବେଗରେ ପବନ ବହିପାରେ। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ 1 ତାରିଖରୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦିନର ପିକ୍ ଆୱାରରେ ଶ୍ରମିକମାନଙ୍କ କାମ ଉପରେ ରୋକ ଲଗାଇଛନ୍ତି ପ୍ରଶାସନ। ତେବେ ଏହି ସମୟର ସମ୍ବାଦ ଏତିକି। ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାନ୍ତୁ। ଧନ୍ୟବାଦ।